ସତ୍ୟମ୍ବରାତ ଦ୍ୱିତୀୟ ଭାଗ। ଗୋଟେ ପଇସା ବଦଳରେ 10 ଲକ୍ଷ ଟଙ୍କା। ଆମେ ପିଲାଦିନେ 10 ଲାଖ ବୋଲି ଗୋଟେ ହିନ୍ଦୀ ଚଳଚ୍ଚିତ୍ର ଦେଖିଥିଲୁ। ସେଥିରେ ଗୋଟେ ଗୀତ ବହୁତ ହିଟ୍ ହୋଇଥିଲା। ସେଇଟି ହେଉଛି ଗରିବୋ କି ସୁନୋ ଓ ତୁମାରା ସୁନେଗା, ତୁମ ଏକ ପଇସା ଦୋଗେ ଓ 10 ଲାଖ ଦେଗା। ଅର୍ଥାତ୍ ତୁମେ ଯଦି ଗରିବଙ୍କର କଥା ଶୁଣିବ, ଭଗବାନ ତୁମ କଥା ଶୁଣିବେ। ତୁମେ ଯଦି ତାଙ୍କୁ ଗୋଟେ ପଇସା ଦେବ, ତେବେ ଭଗବାନ ତୁମକୁ 10 ଲକ୍ଷ ଟଙ୍କା ଦେବେ। ଏହି ଗୀତରେ ଅନୁପ୍ରାଣିତ ହୋଇ ଆମେ ସେଇ ଦିନଠୁ ଯେଉଁଠି ଗରିବ ଭିକାରୀଟିଏ ଦେଖିଲୁ, ସେଠି ପଇସାଟିଏ ଲେଖାଏଁ ପକେଇଲୁ। ତା ପରଦିନ ସକାଳୁ ଉଠି ଖବରକାଗଜରେ ଭୁଟାନ ଲଟେରୀ ଟିକେଟ ଫଳାଫଳକୁ ଅନେଇଲୁ। କାଳେ ଉଠିଥିବ ପରା। ସେତେବେଳେ ଭୁଟାନ ଲଟେରୀରେ ପ୍ରଥମ ପ୍ରାଇଜ୍ ଥିଲା 10 ଲକ୍ଷ ଟଙ୍କା। ଶେଷକୁ ହତାଶ ହୋଇ ଏଇ ଦେବା ଅଭ୍ୟାସଟା ଛାଡ଼ିଦେଲୁ। ଆଜ୍ଞା, ଆମ ସମାଜରେ ଦାନ ବୋଇଲେ ବର୍ତ୍ତମାନ ଅଧିକାଂଶ ଲୋକେ ଏହା ବୁଝୁଛନ୍ତି, ଦାନ କର ଓ ଫଳ ପାଅ। ଏ ହାତରେ ଦିଅ, ସେ ହାତରେ ନିଅ। ପଣ୍ଡିତମାନେ ମଧ୍ୟ ବୁଝେଇ ଦେଉଛନ୍ତି, ଏହା ଏକ ଧର୍ମ ଓ ଏହା ପାଳନ କଲେ ଆପଣ ଯାହା ଦେଇଥିବେ ତା'ର 100 ଗୁଣ ପାଇବେ। ଏ ଜନ୍ମରେ ହେଉ କି ଆର ଜନ୍ମରେ ହେଉ, ଆପଣଙ୍କର ଫଳପ୍ରାପ୍ତି ସୁନିଶ୍ଚିତ। ମହାରାଜା ଓ ଯଦୁମଣିଙ୍କ କଥା ତ ଆପଣ ଜାଣିଥିବେ। ମହାରାଜାଙ୍କ ବାପା ବଡ଼ ଆମ୍ବ ପ୍ରିୟ ଥିଲେ। ବ୍ରାହ୍ମଣମାନେ କହିଲେ, ଆଜ୍ଞା, ବ୍ରାହ୍ମଣମାନଙ୍କୁ ସ୍ୱର୍ଣ୍ଣ ଆମ୍ବ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ବାପା ସ୍ୱର୍ଗରେ ଥାଇ ଆମ୍ବର ସ୍ୱାଦ ପାଇବେ। ମହାରାଜା ଗୋଟେ ବିରାଟ ଦାନଯଜ୍ଞର ଆୟୋଜନ କରି ହଜାର ହଜାର ବ୍ରାହ୍ମଣଙ୍କୁ ସ୍ୱର୍ଣ୍ଣ ଆମ୍ବ ଦାନ କଲେ। ଏ କଥା ଶୁଣି ଯଦୁମଣି କ'ଣ କଲେ ନା, ଯଜ୍ଞସ୍ଥଳ ବାହାରେ ଗୋଟେ ଲୁହା ରଡ଼କୁ ନିଆଁରେ ପଚେଇକି ବସି ପଡ଼ିଲେ। ଯେଉଁ ବ୍ରାହ୍ମଣ ସ୍ୱର୍ଣ୍ଣ ଆମ୍ବ ଦାନ ଧରି ବାହାରିଲେ, ଯଦୁମଣି ତାଙ୍କ ପଛପଟେ ପିଚା ଉପରେ କିନା ତତଲା ରଡ଼ର ଗୋଟେ ଗୋଟେ ପ୍ରହାର ଦେବା ଆରମ୍ଭ କରିଦେଲେ। ବ୍ରାହ୍ମଣମାନେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ, ଆହେ ଯଦୁମଣି, ଇଏ କ'ଣ କରୁଛ? ଏ କଥା କହି ରାଜା ମନ୍ତ୍ରୀ ସମସ୍ତେ ଆସି ସେଠି ପହଞ୍ଚିଗଲେ। ଯଦୁମଣି କହିଲେ, ଆଜ୍ଞା, ମୋ ଆଈର ଅଣ୍ଟାଠି ଗଣ୍ଠିବାତ ରୋଗ ହୋଇଥିଲା। ତେଣୁ ସେ ଗାଁ ବୈଦ୍ୟଠୁ ଏମିତି ତତଲା ଲୁହା ଛଡ଼ରେ ସେକ ନେଇଥିଲା। ଏବେ ସେ 2 ବର୍ଷ ହେଲା ଆରପାରିକୁ ଚାଲିଗଲାଣି। ମୁଁ ଭାବିଲି, ଏଠି ସ୍ୱର୍ଣ୍ଣ ଆମ୍ବ ଦାନ କଲେ ଯଦି ଉପରେ ଆପଣଙ୍କର ବାପା ଆମ୍ବର ସ୍ୱାଦ ପାଇପାରୁଛନ୍ତି, ତେବେ ମୋ ଆଈର ଅଣ୍ଟା ସେକଟାକୁ ଏଇ ବ୍ରାହ୍ମଣମାନଙ୍କୁ ଦାନ କରିଦେଲେ ଉପରେ ଥାଇ ସେ ଟିକେ ଆରାମ ପାଇଯିବ। ଏ କଥା ଶୁଣି ବ୍ରାହ୍ମଣମାନେ ସେଠୁ ଛତ୍ରଭଙ୍ଗ ଦେଇଥିଲେ ବୋଲି ଆଉ ଲେଖିବା ଆବଶ୍ୟକ ନାହିଁ। ଏହି ଦାନ ବଦଳରେ ପୁଣ୍ୟ ଓ ପୁଣ୍ୟ ବଦଳରେ ସୁଖ ପ୍ରାପ୍ତି ଧାରଣା ସୃଷ୍ଟି କରିବା ପଛରେ ଆମ ପୁରାଣ ବର୍ଣ୍ଣିତ କାହାଣୀରେ ଅନେକ ଅବଦାନ ରହିଛି। ଏହି କାହାଣୀ ଗୁଡ଼ିକୁ ସଠିକ୍ ଭାବରେ ବୁଝି ନ ପାରି ଦାନ ଧର୍ମ କଲେ ମନୁଷ୍ୟ ଫଳପ୍ରାପ୍ତି ହେବ ବୋଲି ଆଶା କରି ଅନେକ ଲୋକ ଦେଇକି କିଛି ପାଇବା ଉଦ୍ଦେଶ୍ୟରେ ଦାନ କରିଥାନ୍ତି। କୌଣସି ପ୍ରାପ୍ତିର ଆଶା ନ ରଖି ଦୟାପରବଶ ହୋଇ କେବଳ ଦାନ ପାଇଁ ଦାନ ଦେବା ଘଟଣା ଆଜିକାଲି ପ୍ରାୟ ବିରଳ ମନେ ହୁଏ। ଗରିବ ବ୍ୟକ୍ତିଟିଏ ନିଜର 4 ପ୍ରାଣୀ କୁଟୁମ୍ବକୁ ଭୋକରେ ରଖି ଆଉ ଜଣେ ନିଃସ୍ୱ ଭିକାରୀକୁ ଦେଇଦେବା ଅନ୍ନ ହିଁ ପ୍ରକୃତ ଦାନ। ଏହି ଦାନର ଅଇଁଠା ପତରକୁ ଚାଟି ଯେଉଁ ମୂଷା ଛୁଆଟି ଅଧା ସୁନା ହୋଇଯାଇଥିଲା, ସିଏ ମହାରାଜା ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞର ଦାନରେ ଭୋଜନ କରିଥିବା ଲକ୍ଷ ଲକ୍ଷ ବ୍ରାହ୍ମଣମାନଙ୍କର ଅଇଁଠା ପତ୍ର ଉପରେ ଏପଟକୁ ସେପଟ ବାରମ୍ବାର ଗଡ଼ି ମଧ୍ୟ ତା'ର ଶରୀରର ବାକି ଅଧାକୁ ସୁନା କରିପାରି ନଥିଲା। କାହିଁକି? କାରଣ ଗରିବ ବ୍ୟକ୍ତିଟିର ଦାନ ଦୟାମାୟା, ପ୍ରେମମୟ ଓ କରୁଣାମୟ ହୋଇଥିବା ବେଳେ ଯୁଧିଷ୍ଠିରଙ୍କ ଦାନରେ ଏକ ସମ୍ରାଟର ଗର୍ବ ଓ ଅହଙ୍କାର ଲୁଚି ରହିଥିଲା। ନିଜର ସର୍ବସ୍ୱ ଦାନ କରି ନିଃସ୍ୱ ହୋଇ ପଡ଼ିବାର ଅନେକ ଉଦାହରଣ ଆମ କିମ୍ବଦନ୍ତୀ କହେ। ଏହା ଦୟା ଓ କରୁଣା ପର୍ଯ୍ୟବସିତ ନ ହେଲେ ମଧ୍ୟ ଜୀବନର ଅନ୍ୟ ଏକ ଧର୍ମ ସତ୍ୟରକ୍ଷା ନିମନ୍ତେ ଉଦ୍ଦିଷ୍ଟ। ରାଜା ହରିଶ୍ଚନ୍ଦ୍ର ତାଙ୍କର ସମସ୍ତ ରାଜ୍ୟ ସମ୍ପଦ ଦାନ କରି ଦକ୍ଷିଣା ଦେବା ନିମନ୍ତେ ନିଜକୁ କାଙ୍ଗାଳ ପାଖରେ ବିକ୍ରୟ କରି ଦାନର ଏକ ଅଭୂତପୂର୍ବ ଉଦାହରଣ ସୃଷ୍ଟି କରିଥିଲେ। ନିଜ ଜୀବନର ରକ୍ଷା କବଚ ଦେବରାଜ ଇନ୍ଦ୍ରଙ୍କୁ ଦାନ କରି
ରାଧୟ କର୍ଣ୍ଣ ଦାନୀ କର୍ଣ୍ଣରେ ପରିଣତ ହୋଇଥିଲେ। ମହାରାଜା ବଳି ସତ୍ୟ ରକ୍ଷା କରି ବାମନ ଅବତାରଙ୍କୁ 3ଟି ପାଦ ଭୂମି ଦାନ କରି ମୃତ୍ୟୁବରଣ କରିଥିଲେ। କୁହାଯାଏ ପ୍ରଭୁ ରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠା କରିବା ପାଇଁ ଦୁନିଆର ଶ୍ରେଷ୍ଠ ବ୍ରାହ୍ମଣ ରାବଣକୁ ନିମନ୍ତ୍ରଣ କରିଥିଲେ। ସେତୁବନ୍ଧ ପ୍ରତିଷ୍ଠା ପରେ ରାମଚନ୍ଦ୍ର ଯେତେବେଳେ ରାବଣକୁ ଦାନ ହିସାବରେ ସ୍ୱଇଚ୍ଛାରେ ବର ମାଗିବାକୁ କହିଲେ, ସେତେବେଳେ ସୁଗ୍ରୀବ ରାମଚନ୍ଦ୍ରକୁ ଏଥିରୁ ନିବୃତ୍ତ ହେବାକୁ ପରାମର୍ଶ ଦେଇଥିଲେ। ପ୍ରଭୁ ଦୟାକରି ରାବଣକୁ ଏହିପରି ବର ଯାଚନ୍ତୁ ନାହିଁ। ଏହି ଆଳରେ ରାବଣ ଯଦି ସୀତାଙ୍କୁ ମାଗିନିଏ ତେବେ ସବୁ ଅନର୍ଥ ହୋଇଯିବ। ଏକଥା ଶୁଣି ରାମଚନ୍ଦ୍ର ସୁଗ୍ରୀବକୁ କହିଥିଲେ, ମିତ୍ର ସୁଗ୍ରୀବ, ସବୁଯାକ ହରାଇବାର ସମ୍ଭାବନା ଥାଇ ଯେଉଁ ବରଦାନ ହିସାବରେ ଯଚା ଯାଇଥାଏ ତାହା ହିଁ ପ୍ରକୃତ ଦାନ। ତୁମେ ନିଶ୍ଚିନ୍ତ ରୁହ, କୌଣସି ଅନର୍ଥ ହେବ ନାହିଁ। ରାବଣ କିନ୍ତୁ ଏହି ଅବସରରେ ସୀତାଙ୍କୁ ନ ମାଗି ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ମୃତ୍ୟୁବରଣ କରିବାର ଭିକ୍ଷା ମାଗିଥିଲା। ଆଜିକାଲି କିନ୍ତୁ ଅଧିକାଂଶ ଦାନ କୌଣସି ମହତ ଉଦ୍ଦେଶ୍ୟ ବିନା କେବଳ ଆତ୍ମପ୍ରଚାର କିମ୍ବା ପ୍ରସିଦ୍ଧି ପାଇଁ ହୋଇଥାଏ। ଧର୍ମଶାଳାରେ ଫ୍ୟାନ୍ଟିଏ ଝୁଲିଥିବ ଓ ତା ହାଣ୍ଡିରେ ଏହା ମା ଖୁଲଣା ଦେବୀଙ୍କ ସ୍ମୃତିରେ ପୁତ୍ର ଦୀନବନ୍ଧୁ ମହାରଣାଙ୍କ ଦାନ ବୋଲି ଲେଖା ହୋଇଥିବ। ମନ୍ଦିର କୂଅ ପାଖରେ ବାଲଟିଟେ ଚେପାଚେପି ହୋଇ ପଡ଼ୁଥିବ, କିନ୍ତୁ ତା ଉପରେ କଳା ଅକ୍ଷର ଗୁଡ଼ିକ ବାପା ହରିହର ମହାପାତ୍ରଙ୍କ ସ୍ମୃତିରେ ଦାନ ବୋଲି ଦାଉ ଦାଉ ହୋଇ ଦିଶୁଥିବ। ଟ୍ୟୁବ୍ ଲାଇଟ୍ ଜଳିଲା ମାତ୍ରେ ଆଲୁଅ ପଛେ କମ୍ ହେଉ, କିନ୍ତୁ ତା ଭିତରୁ ଏହା ଅମୁକଙ୍କ ସ୍ମୃତିରେ ସମ୍ମୁଖ ଦାନ କରିଛନ୍ତି ବୋଲି ପରିଷ୍କାର ଭାବେ ଦିଶୁଥିବ। ଖବରକାଗଜମାନଙ୍କ ଭିତରେ ଆପଣ ନିତିଦିନ ପଢ଼ୁଥିବେ ଯେ ସ୍ତ୍ରୀଙ୍କ ସ୍ମୃତିରେ ସ୍ୱାମୀ, ଖୁଣୀଙ୍କ ସ୍ମୃତିରେ ପୁତୁରା କିମ୍ବା ଅଜାଙ୍କ ସ୍ମୃତିରେ ନାତି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1000 ଟଙ୍କା ଦାନ କରି ନିଜର ଗୁଣଗାନ କରୁଥିବେ। ଶୀତଦିନେ କମ୍ବଳ ବାଣ୍ଟିବେ 10ଟି, କିନ୍ତୁ ତାହା 20ଟିରୁ ଉର୍ଦ୍ଧ୍ୱ କାଗଜରେ ଅମୁକ ସଂସ୍ଥା ବାଣ୍ଟିଛନ୍ତି ବୋଲି ଡିଣ୍ଡିମ ପିଟା ହେଉଥିବ। ଗୋଟିଏ କମ୍ବଳକୁ ଦାତା ଓ ଗ୍ରହିତା ଦୁଇ ପଟୁ ଧରିଥିବେ, ଆଉ ବିଭିନ୍ନ ପୋଜରେ ତାଙ୍କର ଫଟୋ ସବୁ ପ୍ରକାଶ ପାଇଥିବ। ଏସବୁ ଘଟୁଥିବା ସତ୍ତ୍ୱେ ଶେଷକୁ ଏତିକି କହିବି ଯେ ହଉ ପଛେ ଆତ୍ମପ୍ରଚାର କରନ୍ତୁ, କିନ୍ତୁ ଦାନ କରନ୍ତୁ। ଏହା ଆତ୍ମପ୍ରଚାର ନ କରି ଦାନ ନ କରିବାଠୁ ଶ୍ରେୟସ୍କର ନୁହେଁ କି? ଲୋକେ କହିବେ, ଏଇଠି ଦେଖ ହୋ 100 ମୂଷା ଖାଇକି ବିଲେଇ ଯାଉଛି ହଜ କରିବାକୁ। ମୁଁ କହିବି, ହଉ କ୍ଷତି କ'ଣ ହେଲା, ହଜକୁ ଗଲା ତ। 1000 ମୂଷାଙ୍କୁ ଗର୍ଭସ୍ଥ କରି ପୁଣି ଘର ଭିତରେ ବୁଲିକି ମୂଷାକୁ ଅନ୍ୱେଷଣ କରିବାଠୁ 100 ମୂଷା ଖାଇ ହଜକୁ ଯିବା ଶତଗୁଣେ ଶ୍ରେୟସ୍କର ନୁହେଁ କି? ନିନ୍ଦୁକମାନେ କୁହନ୍ତି ଯେ ୱାରେନ୍ ବଫେଟ୍ ଓ ବିଲ୍ ଗେଟ୍ ଯଦି ଦାନ ନ କରିବେ ତ ସେଠିକାର ନିୟମ ଅନୁଯାୟୀ ତାଙ୍କ ସମ୍ପତ୍ତିକୁ ସରକାର ନେଇଯିବେ, ତେଣୁ ସେମାନେ ଦାନ କରୁଛନ୍ତି। ଯଦି ଏମିତି କଥା, ତେବେ ତାଙ୍କ ଦେଶରେ ଆହୁରି ଯେଉଁ ବଡ଼ ବଡ଼ ଧନିକମାନେ ଅଛନ୍ତି ସେମାନେ କାହିଁକି ଦାନ କରିବାକୁ ଆଗେଇ ଆସୁନାହାନ୍ତି? ତେଣୁ ବନ୍ଧୁଗଣ, ଯାହା ବି ହେଉ, ଧର୍ମ ହେଉ, ପୁଣ୍ୟ ହେଉ, ସତ୍ୟରକ୍ଷା ହେଉ, ବାଧ୍ୟବାଧକତା ହେଉ କିମ୍ବା କେବଳ ନାଁ କରିବା ପାଇଁ ହେଉ, ଯାହା ବି ହେଉ ପଛେ ସମସ୍ତେ ମୁକ୍ତ ହସ୍ତରେ ଦାନ କରନ୍ତୁ। ତେଣିକି ଯିଏ ଯାହା କହୁଛନ୍ତି କହୁଥାନ୍ତୁ।